ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ଯାଏ ଭେଷଜ ବିଜ୍ଞାନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ଡାକ୍ତର ହେଉଛନ୍ତି ପ୍ରଫେସର ନିରଞ୍ଜନ ତ୍ରିପାଠୀ। ପ୍ରତିଦିନ ଦେଖିବାକୁ ମିଳେ ତାଙ୍କ ପାଖକୁ ଅନେକ ରୋଗୀ ଆସିଥାନ୍ତି ଚିକିତ୍ସିତ ହେବା ପାଇଁ। ଚିକିତ୍ସା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଆସନ୍ତୁ এই ବିଶିଷ୍ଟ ଡାକ୍ତରଙ୍କ ଠାରୁ ଶୁଣିବା ତାଙ୍କ ସମ୍ପର୍କରେ କିଛି ରୋଗ ସମ୍ପର୍କରେ ଆଉ ସେଇ ରୋଗର ଉପଚାର ସମ୍ପର୍କରେ। ସାର୍ ନମସ୍କାର। नमस्कार। ରାଇସେଲ ଟିଭି ଓଡ଼ିଶା ତରଫରୁ ଆପଣଙ୍କୁ ସ୍ୱାଗତ। बहुत बहुत धन्यवाद। ରୋଗ ସମ୍ପର୍କରେ କିଛି କହିବା ପୂର୍ବରୁ ଆପଣ ଗୋଟେ କଥା କହିଲେ, ଆପଣ ଏଇ ମେଡିସିନ ଡିପାର୍ଟମେଣ୍ଟ ବା ଭେଷଜ ବିଜ୍ଞାନ ପ୍ରତି ମନ ବଳାଇଲେ କାହିଁକି? ଡାକ୍ତରୀ କ୍ଷେତ୍ରରେ ତ ଅନେକ ବିଭାଗ ଅଛି, ଅର୍ଥାତ୍ ଆପଣ ଏଇ ମେଡିସିନ ଡିପାର୍ଟମେଣ୍ଟକୁ ଆଗେଇ ନେଲେ କାହିଁକି, କଣ ପାଇଁ ସେ ସମ୍ପର୍କରେ କିଛି କହିବେ କି? ମୁଁ ଡାକ୍ତର ହେବା ପୂର୍ବରୁ ମୋର ଗୋଟେ ପିଲାଦିନର ସମସ୍ୟା ମୋତେ ଡାକ୍ତରୀ ପଢ଼ିବା ପାଇଁ ପ୍ରୋତ୍ସାହିତ କରିଥିଲା। ମୁଁ ଯେତେବେଳେ ସପ୍ତମ ଶ୍ରେଣୀରେ ପଢୁଥିଲି, ମୋର ଏଇ ଯୋଉ ବୁଢା ଆଙ୍ଗୁଠି ଆପଣ ଦେଖୁଛନ୍ତି, ଏଇଟା ଇଏ ବୁଢା ତୁଳନାରେ ମୋଟା ଆଉ ଅଧିକ ଗେଣ୍ଡୁଆ ହେଇକି ରହିଛି। ଏହାର କାରଣ ହେଲା ସେ ସମୟରେ ଏଥିରେ ଗୋଟିଏ ବଥ ଉଠିଲା। ସେ ବଥ ସାଧାରଣ ସେ କହନ୍ତି ଅଢାଙ୍ଗଳି ବଥ। ଏ ବଥ ମୋତେ କାଟେନି, କାରଣ ସେ ବଥ ନଖ ତଳେ ରହିଯାଇଥାଏ। ବହୁତ ସମୟ ଲାଗେ, ବହୁତ କଷ୍ଟ ହୁଏ, ତଥାପି ତାକୁ ଅପରେସନ କରି ପିଣ୍ଡ ବାହାରି କରାଯାଏ। ମୁଁ ମାସେ ଖଣ୍ଡେ ଭୋଗିଲା ପରେ ମୋ ବାପା ମତେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ ଘର ପାଖରେ ମହାନଗର ଡାକ୍ତରଖାନା ନେଇ ଆସିଥିଲେ। ସେଥର କିନ୍ତୁ ସେ ଡାକ୍ତର ନଥିଲେ, ଅପରେସନ ହେଇପାରିଲାନି। ମୁଁ ପୁଣି କିଣିକିରି ଗଲି, ଆପେ ଆପେ ବଥ ଫାଟିଲା ବେଳକୁ ମୋର ଏ ଆଙ୍ଗୁଠି ଏମିତି ମକା ହେଇଗଲା। ମୁଁ ସେଇଦିନ ମନେ ମନେ ସ୍ଥିର କରିଥିଲି ଡାକ୍ତରୀ ପଢିବି। ମୁଁ ଭଲ ଛାତ୍ର ଥିଲି, ମୁଁ ବୃତ୍ତିଧାରୀ ଛାତ୍ର ଥିଲି, ତେଣୁ ମାଟ୍ରିକୁଲେସନ ପରେ ଯେତେବେଳେ ମେଡିକାଲ କଲେଜ ପଢିବା ମତେ ଭାରି ସହଜ ହେଲା। ମୁଁ ପ୍ରଥମ ସିଲେକ୍ସନରେ ସବୁ ଯେତେ ପିଲା ଥିଲେ ସେମାନଙ୍କ ମଧ୍ୟରେ ପ୍ରଥମ ହେଇଥିଲି। ମେଡିକାଲ କଲେଜରେ ନାମ ଲେଖେଇଲି। ତେଣୁ ମୋର ବ୍ୟକ୍ତିଗତ ଭାବରେ ଏଇ ପିଲାଦିନର ଏଇ ଦୁର୍ଘଟଣା ବା ଘଟଣା ମତେ ଡାକ୍ତରୀ ଶିକ୍ଷା ପାଇଁ ପ୍ରୋତ୍ସାହିତ କଲା। କିନ୍ତୁ ଡାକ୍ତରୀ ଶିକ୍ଷା ପରେ ତ ବହୁତ ବିଭାଗ ଅଛି, ଆପଣ ନା ପଚାରିଲେ ତାହେଲେ ମୁଁ ମେଡିସିନ ପଢିବି କାହିଁକି? ମେଡିସିନ କହିଲେ ସବୁ ବିଷୟର ଶେଷ। କାରଣ ଯେକୌଣସି ରୋଗ ତାର ଆରମ୍ଭ ହଉଛି ଯୋଉ କାହିଁକି ହେଲା, ଶରୀରରେ କଣ ସେ ଖରାପ କାମ କରେ, ଏଇ ବିଷୟ ହେଲା ପାଥୋଲୋଜି। ତାପରେ କିଭଳି ଭାବରେ ଔଷଧ ସବୁ ତିଆରି ହୁଏ, ଏସବୁ ବିଷୟ ହେଲା ଫାର୍ମାକୋଲୋଜି। ଏବଂ ସ୍ତ୍ରୀ ଲୋକମାନଙ୍କ କ୍ଷେତ୍ରରେ ଛୁଆ ପିଲା ଜନ୍ମ କରିବା, ଏସବୁ ହେଲା ଗାଇନାକୋଲୋଜି। ଏବଂ ୟା ବ୍ୟତୀତ ସର୍ଜରୀ ଅଛି, ପେଟର ବିଭିନ୍ନ ଯନ୍ତ୍ରଣା ବେଳେ ଯୋଉଗୁଡାକ ସବୁ ଔଷଧ ଦ୍ୱାରା ଭଲ ହୁଏ ତା ପାଇଁ ସର୍ଜରୀ। ସେମିତି ହାଡ଼ ଭଙ୍ଗା ପାଇଁ ଅର୍ଥୋପେଡିକ୍ସ, ଏମିତି ବହୁତ ବିଭାଗ ଅଛି। କିନ୍ତୁ ସବୁ ଶ୍ରେଷ୍ଠ ବିଭାଗ ହେଲା ମେଡିସିନ, କାରଣ ସବୁ ରୋଗରେ ମେଡିସିନ ହିଁ ଦିଆଯାଏ। ତେଣୁ ଯେତେ ପ୍ରକାରର ରୋଗ ଅଛି ଆମ ଶରୀରର ଦେହକୁ ବହୁତ ବିଭାଗ କରାଯାଇଛି। ମୁଣ୍ଡ ହେଲା ମାନେ ନ୍ୟୁରୋଲୋଜି ବା ମସ୍ତିଷ୍କ ବିଭାଗ, ହୃତ୍ପିଣ୍ଡରେ ଛାତିରେ ଦିଟା ବିଭାଗ ରହିଛି, ଗୋଟେ ହେଲା ହୃତ୍ପିଣ୍ଡ ବା କାର୍ଡିଓଲୋଜି ଏବଂ ସେଇଠି ଅଛି ଫୁସଫୁସ ବା ରେସ୍ପିରେଟୋଲୋଜି ବା ରେସ୍ପିରେଟୋରୀ ମେଡିସିନ, ପେଟ ହେଲା ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି। ତେଣୁ ମେଡିସିନରେ ଇଏ ସବୁ କଭର ହେଇଯାଉଛି। କିଡନୀ ହେଲା ନେଫ୍ରୋଲୋଜି। ଏବଂ ଯୋଉମାନେ ମେଡିସିନ ପଢନ୍ତି ସେମାନେ ମସ୍ତିଷ୍କ ରୋଗ ପଢନ୍ତି, ସେମାନେ ହୃଦରୋଗ ପଢନ୍ତି, ସେମାନେ ରେସ୍ପିରେଟୋରୀ ମେଡିସିନ ପଢନ୍ତି, ସେମାନେ ଲିଭର ସମ୍ବନ୍ଧୀୟ ଯକୃତ ରୋଗ ପଢନ୍ତି, ସେମାନେ ପାକସ୍ଥଳୀର ରୋଗ ପଢନ୍ତି, ସେମାନେ କିଡନୀର ରୋଗ ପଢନ୍ତି। ପଲ୍ମୋନାରୀ ମେଡିସିନ ଆଉ ମେଡିସିନ ଭିତରେ କଣ ଡିଫରେନ୍ସ? ପଲ୍ମୋନାରୀ ମାନେ କେବଳ ଯୋଉମାନେ ସେଟା ହେଲା ମାନେ ଆକୁ କହୁଛନ୍ତି ସବ୍ ସ୍ପେଶାଲିଟି। ଗୋଟେ ତୁମେ ପଢି ସାରିଲା ପରେ ଆଉ ଗୋଟେ ବିଭାଗକୁ ସ୍ୱତନ୍ତ୍ର ଭାବରେ କ୍ୟାରିୟର କରିବ। ଏତେ ଗୁଡେ ବିଷୟ ପଢିକରି ସବୁ ରୋଗକୁ ଦେଖିବା ପାଇଁ ଆପଣଙ୍କୁ ତାଲିମଟା ଠିକ ନ ହେବା ପାଇଁ ତେଣୁ ବର୍ତ୍ତମାନ ଅଧିକତର ତାଲିମ ସେମାନେ ସବୁ ନେଉଛନ୍ତି। ତେଣୁ ଧରନ୍ତୁ ରେସ୍ପିରେଟୋରୀ ବିଭାଗଟା ମେଡିସିନ ପଢିଲା ପରେ ଯଦି ସେ ଖାଲି ରେସ୍ପିରେଟୋରୀ ପଢିଲା ତାହେଲେ ସେ ଶ୍ୱାସ ରୋଗ ସମ୍ବନ୍ଧୀୟ ଚିକିତ୍ସାଟାକୁ ଭଲ କରିପାରିବେ। କାରଣ ସେଇ ବିଷୟରେ ତାଙ୍କର ବହୁତ ଅଧିକ ଜ୍ଞାନ ରହୁଛି। କିଡନୀ ରୋଗ ପାଇଁ ସେ ଛାତିର
ଲଙ୍ଗସ ର କ୍ୟାନ୍ସର ପାଇଁ ସେମାନେ ସବୁ ସ୍ୱତନ୍ତ୍ର ଚିକିତ୍ସା କରିପାରିବେ। ସେମିତି ହୃଦରୋଗ ସେମାନେ ଅଧିକ ପଢିଲେ ହୃଦରୋଗରେ ଆଜିକାଲି ସବୁ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ମଧ୍ୟ ମାନେ ମେଡିସିନ ଡାକ୍ତର ମାନେ କରିପାରୁଛନ୍ତି। ଯୋଉମାନେ ହୃଦରୋଗ ମେଡିସିନ ପଢନ୍ତି ସେମାନେ ମଧ୍ୟ ବହୁତ ପ୍ରକାରର ଛୋଟ ମୋଟ ଅସ୍ତ୍ରୋପଚାର ସବୁବେଳେ କରିପାରୁଛନ୍ତି। ତେଣୁ ବର୍ତ୍ତମାନ ଆଗ ହେଲା ଯେତେ ସବୁ ସବଜେକ୍ଟ ଅଛି ମେଡିକାଲ କଲେଜରେ ମୁଁ ଆପଣଙ୍କୁ କହିଲି ବୁଝେଇଦେଲି ସବୁଥିରେ ସବୁଠୁ ଭଲ ହେଲା ମେଡିସିନ। କାରଣ ଏଥିରେ ସବୁ ବିଭାଗର ରୋଗୀମାନଙ୍କୁ ଚିକିତ୍ସା କରିବାର ଅଧିକାର ସେ ଲୋକର ଅଛି ଏବଂ ସେ କଥା ସେ ଜାଣିପାରିଲେ ଭଲ ଭାବରେ ପ୍ରାୟ ଔଷଧ ଦେଇ ଶତକଡ଼ା 80-90 ଭାଗ ରୋଗକୁ ମଧ୍ୟ ଭଲ କରିଦେଇ ପାରିବ। ସାର୍ ଏବେ ଗୋଟେ କଥା କୁହନ୍ତୁ, ଏବେର ମୁଖ୍ୟ ସମସ୍ୟା ହେଉଛି ଡାଇବେଟିସ୍ ଓ ବ୍ଲଡ ପ୍ରେସର। ଆପଣ ତ ନିଜେ ଦେଖୁଛନ୍ତି ଜଣେ ଡାକ୍ତର ହିସାବରେ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ଯାଏ ଘରେ ଘରେ ବର୍ତ୍ତମାନ ଡାଇବେଟିସ୍ ପେସେଣ୍ଟ ଆଉ ବ୍ଲଡ ପ୍ରେସର ପେସେଣ୍ଟ ଦେଖୁଛ ନା ନାଇଁ ସାର୍? ତେଣୁ ଏହି ରୋଗ ଏବେ ବଢି ବଢି ଚାଲିଛି, କମିବାର ନା ଧରୁନି ବରଂ, କିନ୍ତୁ ଦିନକୁ ଦିନ ବଢି ବଢି ଚାଲିଛି ଯେତେ ଟ୍ରିଟମେଣ୍ଟ କଲେ। ଏହାର ପ୍ରତିକାର କେମିତି କରାଯାଇ ପାରିବ ସାର୍? ଆପଣ କି ମତ ଦେବେ ଏ ସମ୍ପର୍କରେ? ଆମେ ଯେତେବେଳେ 1960 ମସିହାରେ ମେଡିକାଲ କଲେଜରେ ଆଡମିସନ ନେଲୁ ସେତେବେଳେ କଟକ ମେଡିକାଲ କଲେଜରେ ପ୍ରଫେସର ଥିଲେ ପ୍ରଫେସର ବିଭୂତି ଭୂଷଣ ତ୍ରିପାଠୀ। ସେ ମେଡିସିନ ବିଭାଗର ପ୍ରଫେସର ଥିଲେ ଏବଂ ସେ ଆମର ଗ୍ରାମାଞ୍ଚଳରେ ସହରାଞ୍ଚଳରେ କେତେ ଡାଇବେଟିସ୍ ରୋଗୀ ସେମାନଙ୍କର ସମୀକ୍ଷା ଗଣନା କଲେ। ସେତେବେଳେ ଦେଖାଯାଇଥିଲା ତାଙ୍କର ଗଣନାରେ 60-65 ମସିହା ଭିତରେ ଯେ 100ରେ ଜଣେ ଲୋକକୁ ଡାଇବେଟିସ୍ ରହିଛି। ବର୍ତ୍ତମାନ 1925 ମସିହାରେ ଯୋଉ ସବୁ ଗଣନା ହଉଛି ସାରା ଭାରତରେ ବିଭିନ୍ନ ରାଜ୍ୟରେ ଓଡ଼ିଶାରେ ମଧ୍ୟ ସେଥିରେ 100ରେ 20 ଜଣ ଲୋକଙ୍କୁ ଡାଇବେଟିସ୍ ରହିଛି। ଏହା ବ୍ୟତୀତ ଗୋଟେ ଆମର ଚେନ୍ନାଇରେ ଗୋଟେ ଡାଇବେଟିସ୍ ଇନଷ୍ଟିଚ୍ୟୁଟ୍ ଅଛି, ସେଠି ବି ସେମାନେ ଷ୍ଟଡି କରି ଦେଖିଛନ୍ତି ସହରାଞ୍ଚଳରେ ଏ ସଂଖ୍ୟା ମଧ୍ୟ ବହୁତ ବଢିବାରେ ଲାଗିଛି। ଏହାର କାରଣ କଣ ନା ଆଗେ ଯେତେବେଳେ ସବୁ ମାନେ ଚଳଣିଟାରେ ଶାରୀରିକ ପରିଶ୍ରମ ବହୁତ ଗ୍ରାମାଞ୍ଚଳରେ ଥିଲା ଏବଂ ଖାଦ୍ୟର ପ୍ରାଚୁର୍ଯ୍ୟ ଏତେ ନଥିଲା। ବର୍ତ୍ତମାନ ସ୍ୱାଧୀନତା ପରେ ଆମମାନଙ୍କର ଯୋଉ ପ୍ରକାର ଦେଶରେ ଉନ୍ନତି ହେଲା, ଯେଭଳି ଭାବରେ ଆମମାନଙ୍କର ସବୁ ବିଭିନ୍ନ ସଂକ୍ରାମକ ରୋଗ ସବୁ ଆପେ ଆପେ ବନ୍ଦ ହେଇଗଲା ବିଭିନ୍ନ ଚିକିତ୍ସା ଦ୍ୱାରା ଏବଂ ଆମର ଖାଦ୍ୟ ଶସ୍ୟର ପ୍ରାଚୁର୍ଯ୍ୟ ହେଲା। ଆଗ କାଳରେ ଆମର ସବୁ ଯେତିକି ଧାନ ହଉଥିଲା ବର୍ତ୍ତମାନ ତାକୁ ଅଧିକ ଧାନ, ଯେତିକି ଗହମ ହଉଥିଲା ତାକୁ ଅଧିକ ଗହମ, ଏହା ବ୍ୟତୀତ ଅନ୍ୟ ଡାଲି ଆରମ୍ଭ କରି ସବୁ ଆମର ପ୍ରଚୁର୍ଯ୍ୟ। ଏବଂ ଆଗ କାଳରେ ଏମିତି ଗୋଟେ ସମୟ ଥିଲା, ଏଇ ଧରନ୍ତୁ ବର୍ଷା ଦିନରେ ଗୋଟେ ଶ୍ରେଣୀର ଲୋକମାନଙ୍କର ଖାଦ୍ୟର ବିଶେଷ ଅଭାବ ରହୁଥିଲା। ବର୍ତ୍ତମାନ ସେ ପ୍ରକାରର ଆଉ କିଛି ସମସ୍ୟା ନାହିଁ, କାରଣ ସରକାର ଏ ସମସ୍ୟା ସମାଧାନ କରିଦେଉଛନ୍ତି। ତେଣୁ ଖାଦ୍ୟର ପ୍ରାଚୁର୍ଯ୍ୟ ଯୋଗୁଁ ବର୍ତ୍ତମାନ ଆମ ଦେଶରେ ପୃଥୁଳତା ବଢୁଛି। ଯେତେ ଲୋକ ମୋଟା ହେବେ ସେତେ ସେମାନଙ୍କର ଡାଇବେଟିସ୍ ହେବ। ତେଣୁ ମୋଟା ଲୋକଙ୍କର ସଂଖ୍ୟା କାହିଁକି ଡାଇବେଟିସ୍ ହଉଛି ନା ଡାଇବେଟିସ୍ ଗୋଟେ ରୋଗ ଯୋଉଥିରେ ଗୋଟେ ଆମ ଦେହରେ ଅଛି ସବୁ ବିଭିନ୍ନ ଅନ୍ତଃସ୍ରାବୀ ଗ୍ରନ୍ଥି, ସେଥିରେ ସବୁ ହରମୋନ ବାହାରେ। ପେଟ ଭିତରେ ଅଗ୍ନାଶୟ ବୋଲି ଗୋଟେ ଗ୍ରନ୍ଥି ଅଛି, ସେଥିରୁ 2 ପ୍ରକାର, ସେଥିରେ ଗୋଟେ ହଜମ ରସି ଗୋଟେ ପାର୍ଟରେ ବାହାରେ ଆଉ ଗୋଟାକରେ ଇନ୍ସୁଲିନ ବାହାରେ। ସେ ଯୋଉ ଏଣ୍ଡୋକ୍ରିନ ବା ଅନ୍ତଃସ୍ରାବୀ ଗ୍ରନ୍ଥିରୁ ମାନେ ଇନ୍ସୁଲିନ ବାହାରେ, ସେ ଶରୀରରେ ସୁଗାର ବା ରକ୍ତ ଶର୍କରାକୁ କମେଇକି ଆମକୁ ସୁସ୍ଥ ରଖେ। କିନ୍ତୁ ପୃଥୁଳତା ହେଇଗଲେ ଯେତେବେଳେ ଲୋକ ମୋଟା ହେଇଯାଆନ୍ତି ସେତେବେଳେ ଏ ଇନ୍ସୁଲିନ ଆଉ କାମ କରେନି, ଇନ୍ସୁଲିନ ରେଜିଷ୍ଟାଣ୍ଟ ହେଇଯାଏ। ମାନେ ଇନ୍ସୁଲିନ ଯାହାର କାମ ଶର୍କରାକୁ କମେଇବା କଥା ସେ ଆଉ କମାଏ ନାହିଁ, ଯାହା ଫଳରେ ଶର୍କରା ବଢିଯାଏ। ଆମର ଏଇ ପ୍ରକାରର ଡାଇବେଟିସ୍ ବଢିଯାଏ। ତେଣୁ ଆକୁ କହୁଛନ୍ତି ଟାଇପ୍ 2 ଡାଇବେଟିସ୍। ଏଇଟା ପୃଥୁଳ ଲୋକଙ୍କର ବେଶୀ, ପୃଥୁଳ ଲୋକଙ୍କର ବେଶୀ ହବାର ପୃଥୁଳତାର କାରଣ ହେଲା ଆମମାନଙ୍କର ଖାଦ୍ୟ ବେଶୀ ହେଇଯାଉଛି, ଆମେ ଶାରୀରିକ ପରିଶ୍ରମ କମ ହେଇଯାଉଛି। ଆଜିକାଲି ସବୁ ଚାଷ ବାସ ବିଭିନ୍ନ ପ୍ରକାର ଜିନିଷ ପାଇଁ ସବୁ ମେସିନ ବାହାରିଗଲାଣି, ତେଣୁ ଲୋକମାନଙ୍କର ପ୍ରାୟ ଶାରୀରିକ କାମ କରିବାକୁ ପଡୁନାହିଁ। ତେଣୁ ଏମିତିକି ସବୁ ଯନ୍ତ୍ର, ଚାଲିବା ଯନ୍ତ୍ର, ରାନ୍ଧିବା ଯନ୍ତ୍ର, ଖାଇବା ଯନ୍ତ୍ର ସବୁ ଯନ୍ତ୍ର ଚାଳିତ ହେଇଗଲାଣି, ଯାହା ଫଳରେ ଶାରୀରିକ ପରିଶ୍ରମ ଆଉ ନାହିଁ କହିଲେ ଚଳେ।
ତେଣୁ ଏଇଟା ପରିବାର ପୃଥୁଳତା ବଢି ବଢି ଚାଲିଛି। ତେଣୁ ଯେତେବେଳେ ପେଟ ବାହାରି ପଡିଲା, ପେଟରେ ଅଧିକ ଚର୍ବି ହେଲା, ଚର୍ବିରୁ 8-10 ପ୍ରକାରର ବିଷ ବାହାରେ, ସେମାନେ ସବୁ ମିଶିକିରି ଆମର ଡାଇବେଟିସ୍ କରୁଛୁ। ଏକା ଗୋଟେ କଥା ଆମେ ମୋଟା କାହିଁକି ହଉଛି ନା ଆମ ଦେହରେ ବ୍ୟାଙ୍କ ଭଳିଆ, ବ୍ୟାଙ୍କରେ ଆପଣ ଟଙ୍କା ଡିପୋଜିଟ କଲେ ଟଙ୍କା ବଢିବ, ଟଙ୍କା ଖର୍ଚ୍ଚ କଲେ ଟଙ୍କା କମିବ। ତେଣୁ ଆପଣ ଯଦି ଅଧିକ ଖାଇବେ ମୋଟା ହେବେ, ଖାଦ୍ୟ କମେଇବେ ସରିବେ। ତେଣୁ ଏଇ କଥାଟା ଆମେ ଜାଣିପାରୁଛେ। ଆମେ ବହୁତ ସମୟରେ ଗାଁରେ ବର୍ତ୍ତମାନ ସ୍ତ୍ରୀ ଲୋକମାନେ ଅଧିକ ମୋଟା ହେବାର କାରଣ ଯିଏ ଯାହା ଖାଦ୍ୟ ଛାଡିଗଲେ ସ୍ୱାମୀ ଯାହା ସେ ତାର ସବୁ ଖାଇଦଉଛି ଏବଂ ତାପରେ ଖାଦ୍ୟକୁ ରଖିବାର ବନ୍ଦୋବସ୍ତ ନାହିଁ, ତେଣୁ ପନିର ସେତିକ ସେମାନେ ସବୁ ଖାଇଦଉଛନ୍ତି। ତାପରେ ଆଜିକାଲି ସନ୍ଧ୍ୟା ବେଳକୁ ଫାଷ୍ଟ ଫୁଡ ସହରାଞ୍ଚଳରେ ବହୁତ ବଢିଗଲାଣି ପ୍ରଚୁର, ଯାହା ଫଳରେ ଯୋଉ ଆପଣ ତାକୁ ଚାଉମିନ କହନ୍ତୁ, ବର୍ଗର କହନ୍ତୁ, ଯାହା ପ୍ରକାରର ଖାଦ୍ୟ ନା ଦିଅନ୍ତୁ ସେ ସବୁ ସେ ସବୁ ମାନେ ମୋଟରେ ମାନେ ତାଳ ତେଲରେ ତିଆରି ବହୁତ ଯୋଉ ଫ୍ୟାଟ ଚର୍ବି ସେଗୁଡାକ ସବୁ, ଆଉ ବିରିୟାନୀ ସବୁ ବିରିୟାନୀ ସେମାନେ ବିରିୟାନୀ ସବୁ ସମସ୍ତେ ମିଶିକିରି ଆମର ଶରୀରର ପୃଥୁଳତା ବଢେଇବାରେ ଲାଗିଛନ୍ତି। ପୃଥୁଳତା ବଢେଇଲାରୁ ଦିଟା କାମ ହଉଛି, ଏକରେ ଡାଇବେଟିସ୍ ହଉଛି, ଦୁଇରେ ବ୍ଲଡ ପ୍ରେସର ହଉଛି, ଆଉ ପୃଥୁଳତାରୁ ଆଉ 8-10 ପ୍ରକାର ବିଷ ଶରୀରରେ ବାହାରୁଛି। କାରଣ ଏଇ ଯୋଉ ଫ୍ୟାଟ ସେଲ ଯୋଉଥିରେ ସବୁ ଚର୍ବି ରହିଛି ଡିପୋଜିଟ ହେଇଛି, ସେଥିରୁ ମାନେ ଏତେ ପ୍ରକାରର ବିଷ ବାହାରୁଛି ଯେ ସେ ସମସ୍ତେ ସବୁ ମିଶିକିରି ଏଇ ପ୍ରକାରର ମାନେ ଗୋଟେ ପରିସ୍ଥିତି ସୃଷ୍ଟି କରୁଛି। ସାର୍ ଏବେ ଗୋଟେ କଥା ମୋ ମାଇଣ୍ଡରେ ଆସୁଛି, ସେଟା ହଉଛି ବୃଦ୍ଧାବସ୍ଥାରେ ଅନେକ ଲୋକଙ୍କର ମାନସିକ ବିକାର ଦେଖାଯାଏ, ମେଣ୍ଟାଲ ଇଲନେସ ଯାହା କହନ୍ତି, ଏମିତି ବହୁତ ଲୋକଙ୍କର ଦେଖାଯାଉଛି। ତେଣୁ ସେମାନଙ୍କୁ ଆପଣ କି ପରାମର୍ଶ ଦେବେ ଏଥିରୁ ରକ୍ଷା କରିବା ପାଇଁ ବା ଭଲ ଇଏ ହବା ପାଇଁ କଣ କରିବାକୁ ପଡିବ? ଆଜିକାଲି ବୃଦ୍ଧାବସ୍ଥାର ସଂଜ୍ଞା ପୁରା ବଦଳିଗଲା। ଆଗ କାଳରେ ଥିଲା ଯେ ଜଣେ ଲୋକ ଯୁବକ ହଉଥିଲା 20 ବର୍ଷ ଯାଏ, 20ରୁ 40 ବର୍ଷ ଯାଏ ସେ ପ୍ରୌଢ ହଉଥିଲା, ଏବଂ 40ରୁ 60 ବର୍ଷ ଯାଏ ସେ ମାନେ ଅଧିକ ଟିକେ ସମୟ ମାନେ ବୁଢା ତ ନୁହଁ, ବୁଢାର ପୂର୍ବ ଅବସ୍ଥାରେ ଥିଲା, 60 ବର୍ଷ ବେଳକୁ ସେ ବୁଢା ହେଇଯାଉଥିଲା। ଏବେ କିନ୍ତୁ ସେଟା ଆଉ ନାହିଁ, ଏବେ 40 ବର୍ଷ ପର୍ଯ୍ୟନ୍ତ ଜଣେ ଯୁବକ, 40ରୁ 60 ବର୍ଷ ପର୍ଯ୍ୟନ୍ତ ପ୍ରୌଢ, 40ରୁ 60 ବର୍ଷ ନୁହଁ, 40ରୁ 70 ବର୍ଷ ପର୍ଯ୍ୟନ୍ତ ସେ 70 ବର୍ଷ ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମ ରହୁଛନ୍ତି। 70ରୁ 80-85 ବର୍ଷ ପର୍ଯ୍ୟନ୍ତ ଆମେ ତାକୁ ବୁଢା କହିପାରିବା, କିନ୍ତୁ ବହୁତ ଲୋକ ତା ଭିତରୁ ବୁଢା ନାହାନ୍ତି, ସେମାନେ ମଧ୍ୟ କାମ କରୁଛନ୍ତି। ତେଣୁ ଭାର୍ଚୁଆଲି 80 ବର୍ଷ ପରେ ଯାଇକରି ଆମେ ବାର୍ଦ୍ଧକ୍ୟ ଆସୁଛୁ। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଭାରତରେ ଯେତେବେଳେ ଆମେ ସ୍ୱାଧୀନ ହେଲେ ଆମର ଆଭରେଜ ଆୟୁଷ ଥିଲା 33 ବର୍ଷ, 1947 ମସିହାରେ। ବର୍ତ୍ତମାନ ଭାରତର ଆଭରେଜ ଆୟୁଷ ଆସି ପହଞ୍ଚିଲାଣି 80 ବର୍ଷରେ। ତେଣୁ ପ୍ରାୟ ମୃତ୍ୟୁ ନାହିଁ କହିଲେ ଚଳିବ। ତେଣୁ ବର୍ତ୍ତମାନ ପ୍ରାୟ ସବୁ ଲୋକ ବୁଢା ହେଇଯିବେ। ବୁଢା ହେଲେ କଣ ହବ ନା ମସ୍ତିଷ୍କର ଯୋଉ କୋଷ ସେ ଗୋଟେ ନଡିଆ ଭଳିଆ, ତା ଭିତରେ ପାଣି ଅଛି, ଫୁଲିକିରି ରହିବ। ଯେତେବେଳେ ବୟସ ବେଶୀ ହେଇଯିବ ସେ ଖୁରୁଡ ଭଳିଆ ହେଇଯିବ, ତା ଦେହରୁ ପାଣି ରସ ଶୁଖିଯିବ, ତା ଦେହରୁ ସବୁ ଭଲ ଭଲ ରସ ହରମୋନ ଆଉ ଏନଜାଇମ ବାହାରିବେ ନାହିଁ। ଆମର ସାଧାରଣ ସୁସ୍ଥ ମଣିଷଙ୍କର ସବୁ ହାପି ହରମୋନ ସବୁ ବାହାରୁଛି, ସେ ହାପି ହରମୋନ ବାହାରିଲେ ଆମେ ଖୁସି ହଉ। ତାକୁ କହୁଛନ୍ତି ଏଣ୍ଡୋରଫିନ୍, ସେରୋଟୋନିନ, ଅକ୍ସିଟୋସିନ, ମେଲାଟୋନିନ, ଏଇ ସବୁ ହଉଛି ଆମର ହାପି ହରମୋନ। କିନ୍ତୁ ବାର୍ଦ୍ଧକ୍ୟରେ ଏଇ ସବୁ ଯୋଉ ମସ୍ତିଷ୍କର କୋଷ ସବୁ ଶୁଖିଯିବାରୁ ଏଇ ହରମୋନ ମାନେ ସବୁ ବାହାରନ୍ତି ନାହିଁ, ତେଣୁ ସେମାନେ ସବୁବେଳେ ଦୁଃଖୀ ଅବସ୍ଥାରେ ରହନ୍ତି। ଏବଂ ପିଲାଦିନକୁ ମନେ ପକାଉଥାନ୍ତି ଆମ ପିଲାଦିନ ଏମିତି ଖାଇବାକୁ ଥିଲା, ଏମିତି ପିନ୍ଧିବାକୁ ଥିଲା, ଏଠି ସରକାର ଭଲ ଥିଲା, ଆଉ ଇଏ ସରକାର କିଛି ଆମକୁ କରୁନାହିଁ, ଏମିତି ଭାବିକିରି ସବୁବେଳେ ତାପରେ ସବୁ କଥାରେ ସେ ନିଜକୁ ପ୍ରାୟୋରିଟି ଦବା ଦ୍ୱାରା ଘରେ ବି ମାନେ ଅଶାନ୍ତି ସୃଷ୍ଟି ହୁଏ, ଯାହା ଫଳରେ ଚଳିବା ବି ଅସୁବିଧା ହଉଛି। ତେଣୁ ସେସବୁ କେମିତି ଆମେ ବଦଳେଇ ପାରିବା,
ନା ଆମେ ଯଦି ସବୁ ଲୋକ ନିଜର ଯେତେବେଳେ ସୁସ୍ଥ ଅବସ୍ଥାରେ ଆର୍ଥିକ ପରିସ୍ଥିତି ସୁଦୃଢ ରଖିଥିଲେ ତାହେଲେ ବୃଦ୍ଧା ଅବସ୍ଥାରେ ସେମାନେ କିଛି ଖର୍ଚ୍ଚ କରି ସେଥିରୁ ସେ ଚଳି ସେ ଅନୁସାରେ ମାନେ ଭଲ ଚିକିତ୍ସା ନେଇପାରିବେ। ଏହା ବ୍ୟତୀତ ବଡ ସୁଖର କଥା ଯେ ବର୍ତ୍ତମାନ 70 ବର୍ଷର ଲୋକଙ୍କ ପାଇଁ ଯୋଉ ଆମର ସ୍ୱାସ୍ଥ୍ୟ ସେବା ପାଇଁ ଯୋଉ ଆୟୁଷ୍ମାନ କାର୍ଡ ହେଲା ବୟ ବନ୍ଦନା ଯୋଜନା ସେଥିରେ ବହୁତ ଲୋକଙ୍କର ଉପକାର ହବ। ସେମାନେ ସେ କାର୍ଡ ମାଧ୍ୟମରେ ସରକାରୀ ଡାକ୍ତରଖାନା ହଉ ପ୍ରାଇଭେଟ ଡାକ୍ତରଖାନାକୁ ଯାଇକିରି ମଧ୍ୟ ଚିକିତ୍ସାର ସୁବିଧା ନେଇପାରିବେ। କିନ୍ତୁ ୟା ପୂର୍ବରୁ ସେ ମାନେ ଚିକିତ୍ସାର ସୁବିଧା ନଥିଲା ବେଳେ ସେମାନେ ବହୁତ ଲୋକଙ୍କର ମାନସିକ ଅଶାନ୍ତି ରହୁଥିଲା। କିନ୍ତୁ ମାନସିକ ଅଶାନ୍ତି ରହିବା ପୂର୍ବରୁ ପାରିବାରିକ ସଂହତିଟାକୁ ସେ ଆଗରୁ ଠିକ କରିବାର ଅଛି। ସିଏ ଯେତେବେଳେ ସୁସ୍ଥ ଥିଲେ ସେତେବେଳେ ସେ ଯେମିତି ଭାବରେ ତାଙ୍କ ପିଲାମାନଙ୍କୁ ତାଲିମ ଦେବେ ପିଲାମାନେ ପରବର୍ତ୍ତୀ କାଳରେ ସେମିତି ହେବେ। ତେଣୁ ବହୁତ ସମୟରେ ସେ ତାଲିମଟା ଠିକ ନ ହେଇଥିବାରୁ ସେ ପିଲାମାନେ ବହୁତ ସମୟରେ ବାପା ମାଙ୍କୁ ପଚାରୁନାହାନ୍ତି। ଯାହାଫଳରେ ଜରାଶ୍ରମରେ ନେଇ ବାପା ମାଙ୍କୁ ଛାଡି ଦେଉଛନ୍ତି। ତାପରେ ଜରାଶ୍ରମରେ ରହିବାକୁ ସେମାନେ ମେଣ୍ଟାଲି ପ୍ରିପେୟାର୍ଡ ନୁହନ୍ତି ବାପା ମା। ତେଣୁ ସେମାନେ କହୁଛନ୍ତି ମୋ ପୁଅ ଏତେ ବଡ ଚାକିରିଆ ମତେ ଆଣି ଏଠି ଛାଡି ଦେଇଛି, ବୋଉ କଥାରେ ପଡିଲା ମତେ ପଚାରିଲା ନାହିଁ। ଏହିପରି ମାନସିକ ଅଶାନ୍ତି ଭିତରେ ସେମାନେ ରହୁଛନ୍ତି। ତେଣୁ ମାନସିକ ସ୍ତରରେ କିଭଳି ସେମାନଙ୍କର ହାପି ହରମୋନ ବାହାରିବ ସେଇ ପ୍ରକାରର ପରିବେଶ ସୃଷ୍ଟି କରିବାକୁ ହେଲେ ଜରାଶ୍ରମରେ ସେ ପ୍ରକାର ପରିବେଶ ସୃଷ୍ଟି କରିବାକୁ ପଡିବ, ପରିବାରରେ ମଧ୍ୟ ସେଇ ପ୍ରକାରର ପରିବେଶ ସୃଷ୍ଟି କରିବାକୁ ପଡିବ। ବହୁତ ସମୟରେ ଦେଖାଯାଏ ଯେ ଆଜିକାଲିର ଯୋଉ ପାଠ ପଢୁଆ ବୋଉ ମାନେ ତାଙ୍କର ଯୋଉମାନେ ସବୁ ପୁରୁଣା କାଳିଆ ଶାଶୁକୁ ତାଙ୍କ ପିଲାକୁ ଧରିବାକୁ ଦଉନାହାନ୍ତି, କାରଣ ଶାଶୁ ପରିଷ୍କାର ପରିଚ୍ଛନ୍ନ ନୁହନ୍ତି, ପିଲାକୁ ଠିକ ଭାବରେ ସେ ଧରି ପାରିବେନି, ତେଣୁ ତାଙ୍କୁ ସବୁ ବିଭିନ୍ନ ସଂକ୍ରାମକ ରୋଗ ହେଇଯିବ। ଏଇ ପ୍ରକାରର ସବୁ କଥାବାର୍ତ୍ତା ଯୋଉ ଶାଶୁ ମାନେ ବି ମାନେ ଦୁଃଖୀ ହେଇଯାଆନ୍ତି। ତେଣୁ ବର୍ତ୍ତମାନ କଥାଟା କଣ ନା ସମାନ ବୈକୁଣ୍ଠ ସମାନ ଅଟେ ତାହା ସେଇ ଘର ପରସ୍ପର ସ୍ନେହ ଜମି ଥାଏ ନିରନ୍ତର। ତେଣୁ ଯୋଉଠି ସ୍ନେହ ଶ୍ରଦ୍ଧାର ଅଭାବ ହେଇଯିବ ସେତେବେଳେ ମାନସିକ ବିକୃତି ଆସିବ। ଆଜିକାଲି ଅବଶ୍ୟ ମାନସିକ ବିକୃତି ପାଇଁ ଚିକିତ୍ସା ଭଲ ହେଇଗଲାଣି। ମାନସିକ ବିଷାରଦ ମାନେ ବାହାରିଲେଣି। ସେମାନଙ୍କୁ ଯୋଉ ଔଷଧ ପତ୍ର ଖାଇଲେ ସେମାନେ ପୂର୍ବରେ ଯୋଉ ପ୍ରକାରର ଥିଲେ ସେମିତି ରହି କାର୍ଯ୍ୟକ୍ରମ ହେଇପାରିବେ ଏବଂ କାର୍ଯ୍ୟ କରିବାକୁ ମଧ୍ୟ ସୁବିଧା ପାଇପାରିବେ। ସେ ପ୍ରକାରର ସୁବିଧା ପାଇଁ ବର୍ତ୍ତମାନ ମାନସିକ ରୋଗ ଚିକିତ୍ସାଳୟ ବହୁତ ସୃଷ୍ଟି ହେଇଗଲାଣି ଏବଂ ଡିଷ୍ଟ୍ରିକ୍ଟ ଲେଭେଲ ହସ୍ପିଟାଲରେ ମାନସିକ ରୋଗ ବିଶେଷଜ୍ଞ ମାନେ ରହିଲେଣି। ଆମେ ଖାଲି ସେଇ ସମୟରେ ସେମାନଙ୍କ ପରାମର୍ଶ ନେବା ଆବଶ୍ୟକ। ସାର୍ ଏଇଟା ହଉଛି ଶେଷ ପ୍ରଶ୍ନ। ପେସେଣ୍ଟକୁ ନେଇ ଆପଣଙ୍କ ଅନୁଭୂତି କଣ, ଯାହା ଆପଣଙ୍କର ଏବେ ଭୁଲି ନାହାନ୍ତି? ଏମିତି ଗୋଟେ ଅନୁଭୂତି ଯୋଉଟା ଏବେ ବି ଆପଣ ମନେ ରଖିବେ, ସେମିତିକା ଗୋଟେ ଅନୁଭୂତି କରିବେ। ବହୁତ ପ୍ରକାରର ଅନୁଭୂତି ରହିଛି। ଜଣେ ପିଲା 7-8 ବର୍ଷର ପିଲା ସେ ଆସିଥିଲେ, ତାର ଟିଟାନସ୍ ହେଇଥିଲା। ମତେ ରାତି 12ଟା-1 ବେଳେ ଆମ ଘରେ ଏଇଠି ଦେଖା କଲେ। ମୁଁ ତାକୁ ଟିଟାନସ୍ ଡାକ୍ତରଖାନାରେ ଆଡମିସନ କରିଥିଲି। ତାପରେ ସେ ଭଲ ହେଇଗଲା। ପୁଣି ଭୁଲିଗଲି। ମୁଁ ଭୁଲିଗଲା ପରେ ସେ ପିଲା ପୁଣି 20-22 ବର୍ଷ ପରେ ଆସିଲା। ସେତେବେଳକୁ ସେ ଡାକ୍ତର ହେଇସାରିଥିଲା। ତେଣୁ ଏଇଟା ଗୋଟେ ବଡ ସୁଖର। ତ ସାର୍ ଏଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, କିଛି ସମୟ ଆପଣ ଦେଲେ। ଆଉ ଯୋଉଟା ଆଜିର ଯୁବପିଢି କଣ, ମଧ୍ୟବୟସ୍କ କଣ, ବୃଦ୍ଧାବସ୍ଥା କଣ, ଛୋଟ ପିଲା, ଶିଶୁ, ମା ମାନେ ନିଶ୍ଚିତ ଏଥିପ୍ରତି ଧ୍ୟାନ ଦେବେ ବୋଲି ମୋର ଆଶା ତଥା ବିଶ୍ୱାସ। ନମସ୍କାର ସାର୍। ନମସ୍କାର।